ଅଷ୍ଟମ ଶ୍ରେଣୀ ବିଜ୍ଞାନ ଅଧ୍ୟାୟ 14। ପିଲାମାନେ, ତୁମେମାନେ ବିଦ୍ୟୁତ୍ ସହ ଭଲ ଭାବରେ ପରିଚିତ। ବିଦ୍ୟୁତ୍ ବା ଇଲେକ୍ଟ୍ରିସିଟି ନଥିଲେ ଘରେ କେତେ ଅସୁବିଧା ହୁଏ। ପଙ୍ଖା ଚଳେ ନାହିଁ, ଟିଭି ଦେଖି ହୁଏ ନାହିଁ, ସାର୍ଟ ପ୍ୟାଣ୍ଟ ଆଇରନ୍ କରି ହୁଏ ନାହିଁ, ପାଣି ମଟର ଚାଲେ ନାହିଁ, ମୋବାଇଲ ଚାର୍ଜ କରି ହୁଏ ନାହିଁ। ତେଣୁ ବିଦ୍ୟୁତ୍ ଆମ ପାଇଁ କେତେ ଉପଯୋଗୀ ଅନୁମାନ କରିପାରୁଥିବ। ଆଜି ଆସ ପଢ଼ିବା ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ ବିଷୟରେ। ତୁମେ ଆଗରୁ ପଢ଼ିଛ କିଛି ପଦାର୍ଥ ଅଛି ଯାହାଦ୍ୱାରା ବିଦ୍ୟୁତ୍ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରବାହିତ ହୁଏ, ବା ଗୋଟିଏ ଜାଗାରେ ସୁଇଚ୍ ଅନ୍ କଲେ ଅନ୍ୟ ଜାଗାରେ ପଙ୍ଖା ବା ମୋଟର ଘୁରେ। ଏହାର ଅର୍ଥ ବିଦ୍ୟୁତ୍ ତାର ଦେଇ ଗତି କଲା ଓ ପଙ୍ଖା ବା ମୋଟରକୁ ଘୁରାଇଲା। ତେଣୁ ଯେଉଁ ପଦାର୍ଥ ମଧ୍ୟ ଦେଇ ବିଦ୍ୟୁତ୍ ଗତି କରେ ବା ପ୍ରବାହିତ ହୁଏ, ସେହି ପଦାର୍ଥକୁ ସୁପରିବାହୀ ପଦାର୍ଥ କହୁ। ଯେପରି ଲୁହା, ତମ୍ବା, ଗ୍ରାଫାଇଟ୍ ଇତ୍ୟାଦି। କିନ୍ତୁ କିଛି ପଦାର୍ଥ ଅଛି ଯାହାଦ୍ୱାରା ବିଦ୍ୟୁତ୍ ପରିବାହିତ ହୁଏ ନାହିଁ। ସେହି ପଦାର୍ଥମାନଙ୍କୁ ବିଦ୍ୟୁତ୍ କୁପରିବାହୀ କହନ୍ତି। ଯେପରିକି ରବର, କାଠ, ପ୍ଲାଷ୍ଟିକ୍, କାଚ ଇତ୍ୟାଦି। ବିଦ୍ୟୁତ୍ ପରିପଥର ଏକ ଉଦାହରଣ ତୁମ ବହିରେ ଅଛି। ଗୋଟିଏ ବ୍ୟାଟେରୀ ସହ ଏକ ବଲ୍ବ ଖଞ୍ଜା ଯାଇଛି। ଗୋଟିଏ ତାର ବ୍ୟାଟେରୀର ପଜିଟିଭ୍ ବା ଯୁକ୍ତାତ୍ମକ ଅଗ୍ର ସହ ଓ ଅନ୍ୟ ତାରଟି ନେଗେଟିଭ୍ ବା ବିଯୁକ୍ତ ଅଗ୍ର ସହ ଯୋଡ଼ା ଯାଇଛି। ଏହି ଦୁଇ ଅଗ୍ରର ତାରକୁ ଟେଷ୍ଟରର ଲୁହାରେ ଯୋଡ଼ିଲେ ବିଦ୍ୟୁତ୍ ପରିବାହିତ ହେଉଛି ଓ ବଲ୍ବଟି ଜଳୁଛି। କିନ୍ତୁ ଟେଷ୍ଟରର ପ୍ଲାଷ୍ଟିକରେ ଯୋଡ଼ିଲେ ବିଦ୍ୟୁତ୍ ପରିବାହିତ ହେଉନାହିଁ ଓ ବଲ୍ବଟି ଜଳୁନାହିଁ। ଏହା ଥିଲା ସୁପରିବାହୀ ଓ କୁପରିବାହୀ ବିଷୟରେ ଜାଣିବା ପାଇଁ ଏକ ଉଦାହରଣ। ଏହା କଠିନ ପଦାର୍ଥରେ ବିଦ୍ୟୁତ୍ ପ୍ରବାହ ହେଉଥିବାର ଏକ ଉଦାହରଣ ଥିଲା। ଏବେ ପ୍ରଶ୍ନ ଉଠେ, କ'ଣ ତରଳ ମାଧ୍ୟମରେ ବିଦ୍ୟୁତ୍ ପ୍ରବାହିତ ହୁଏ? ଏହାର ଉତ୍ତର ହେଲା ହଁ। ସେଥିପାଇଁ ଆମକୁ ଓଦା ହାତରେ ସୁଇଚ୍ ଅନ୍ ନ କରିବା ପାଇଁ ସମସ୍ତେ ଘରେ କହିଥାନ୍ତି। ତାହେଲେ କ'ଣ ସବୁ ତରଳରେ ବିଦ୍ୟୁତ୍ ପ୍ରବାହିତ ହୁଏ? ନା, କେବଳ ଅମ୍ଳୀୟ ବା ଏସିଡ଼ିକ୍, କ୍ଷାର ବା ବେସିକ୍ ଓ ଲବଣ ବା ସଲ୍ଟର ଜଳୀୟ ଦ୍ରବଣ ବିଦ୍ୟୁତ୍ ପରିବହନ କରେ।